ବେସରକାରୀ କର୍ମଚାରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ବଦଳିଲା ସାଲାରୀ ରୁଲ୍, ଲାଗୁ ହେଲା ଗ୍ରାଚ୍ୟୁଟି ସହ ପିଏଫ୍ ଆଉ ଛୁଟିର ନୂଆ ନିୟମ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ନୂଆ ଲେବର କୋଡ୍ 1 ଏପ୍ରିଲ 2026ରୁ କାର୍ଯ୍ୟକାରୀ ହୋଇଛି। ଆପଣଙ୍କର ମୂଳ ଦରମା ଏବେ ଆପଣଙ୍କର ଦରମାର 50% ହେବ। ଆପଣଙ୍କର ପିଏଫ୍ ବୃଦ୍ଧି ପାଇବ ଏବଂ ଆପଣ ଛୁଟି ଦିନ ଦରମା ପାଇବେ। 1 ଏପ୍ରିଲ 2026ରେ ଦେଶର ଶ୍ରମ ଆଇନରେ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଛି। ସରକାର 44 ଦଶନ୍ଧି ପୁରୁଣା ଶ୍ରମ ଆଇନକୁ ଏକୀକୃତ କରି 4ଟି ନୂଆ ଲେବର କୋଡ୍ ଲାଗୁ କରିଛନ୍ତି। ଏହି ପରିବର୍ତ୍ତନ କେବଳ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରିବ ନାହିଁ, ବରଂ ଆପଣଙ୍କର ଦରମା, କାର୍ଯ୍ୟ ଘଣ୍ଟା ଏବଂ ଅବସର ଯୋଜନାକୁ ମଧ୍ୟ ପୁନଃ ସେଟ୍ କରିବ। ତେବେ ଆସନ୍ତୁ ଜାଣିବା ଯେ ନୂଆ ଲେବର କୋଡ୍ ଆପଣଙ୍କୁ କିପରି ପ୍ରଭାବିତ କରିପାରେ। ନୂଆ ଲେବର କୋଡ୍ ପ୍ରଚଳନ ସହିତ କ'ଣ ପରିବର୍ତ୍ତନ ହେବ? ଏହି ପରିବର୍ତ୍ତନ ବ୍ୟବସାୟ କରିବାରେ ସହଜତା ଏବଂ ଜୀବନ ଧାରଣର ସହଜତା ଉପରେ ଆଧାରିତ ଅଟେ। ଏବେ ସାରା ଦେଶରେ ନିୟମ ସମାନ ହେବ ଏବଂ ସବୁକିଛି ଡିଜିଟାଲ ଏବଂ ସ୍ୱଚ୍ଛ ରହିବ। ତେବେ ଟେକ୍ ହୋମ୍ ପେ ଉପରେ କ'ଣ ପ୍ରଭାବ ପଡ଼ିବ? ନୂଆ ଲେବର କୋଡ୍ ଯୋଗୁଁ ଆପଣଙ୍କର ଟେକ୍ ହୋମ୍ ପେରେ ସାମାନ୍ୟ ହ୍ରାସ ହୋଇପାରେ। ନିୟମ ଅନୁଯାୟୀ ଆପଣଙ୍କର ମୂଳ ଦରମା ଆପଣଙ୍କର ମୋଟ ଦରମାର ଅତି କମ୍ରେ 50% ହେବା ଆବଶ୍ୟକ। ଆପଣଙ୍କର ମୂଳ ଦରମାରେ ଏହି ବୃଦ୍ଧି ଆପଣଙ୍କର ପିଏଫ୍ ଏବଂ ଗ୍ରାଚ୍ୟୁଟି ଅବଦାନକୁ ବୃଦ୍ଧି କରିବ, ଯାହା ଆପଣଙ୍କର ମାସିକ ଟେକ୍ ହୋମ୍ ପେକୁ ସାମାନ୍ୟ ହ୍ରାସ କରିବ, କିନ୍ତୁ ଆପଣଙ୍କର ଅବସରକାଳୀନ ସଞ୍ଚୟକୁ ଯଥେଷ୍ଟ ମଜବୁତ କରିବ। ଏବେ ଆପଣଙ୍କୁ ସପ୍ତାହରେ କେବଳ 4 ଦିନ କାମ କରିବାକୁ ପଡ଼ିବ କି? ନୂଆ ଲେବର କୋଡ୍ରେ ସର୍ବାଧିକ 48 ଘଣ୍ଟା କାର୍ଯ୍ୟ ସପ୍ତାହ ସ୍ଥିର କରାଯାଇଛି। ଯଦି କମ୍ପାନୀ 12 ଘଣ୍ଟାର ସିଫ୍ଟ ପରିଚାଳନା କରେ, ତେବେ ଆପଣ 4 ଦିନ କାମ ଏବଂ 3 ଦିନ ଛୁଟି ପାଇବେ। ଯଦି ସିଫ୍ଟ 8 ଘଣ୍ଟାର ହୁଏ, ତେବେ ଆପଣଙ୍କୁ 6 ଦିନ କାମ କରିବାକୁ ପଡ଼ିବ। ଏହା ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମଧ୍ୟରେ ଚୁକ୍ତି ଉପରେ ନିର୍ଭର କରିବ। ତେବେ ଆପଣ କ'ଣ ଅଧିକ ସମୟ ଏବଂ ଅବ୍ୟବହୃତ ଛୁଟି ପାଇଁ ଅତିରିକ୍ତ ଟଙ୍କା ପାଇବେ? ନିଶ୍ଚିତ ଭାବରେ ଯେଉଁମାନେ ନିର୍ଦ୍ଧାରିତ ଘଣ୍ଟାଠାରୁ ଅଧିକ ସମୟ କାମ କରନ୍ତି, ସେମାନଙ୍କ ପାଇଁ କମ୍ପାନୀକୁ ସାଧାରଣ ମଜୁରୀରେ 2 ଗୁଣ ଦେବାକୁ ପଡ଼ିବ। ଅବ୍ୟବହୃତ ଛୁଟି ସମ୍ପର୍କରେ ନୂଆ ଲେବର କୋଡ୍ ନିର୍ଦ୍ଦେଶ ଦିଏ ଯେ କମ୍ପାନୀଗୁଡ଼ିକ ବର୍ଷ ଶେଷରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଯେକୌଣସି ଅବ୍ୟବହୃତ ଛୁଟିକୁ ନଗଦ ପରିଣତ କରିବେ। ଆପଣଙ୍କର କଷ୍ଟ ଅର୍ଜିତ ଛୁଟି ଆଉ ନଷ୍ଟ ହେବ ନାହିଁ। ପିଏଫ୍ ଅବଦାନର ବିକଳ୍ପଗୁଡ଼ିକ କ'ଣ ରହିଛି? କମ୍ ବୟସର କର୍ମଚାରୀମାନେ ହାତରେ ଅଧିକ ଟଙ୍କା ରଖିବା ପାଇଁ ସର୍ବନିମ୍ନ 15,000 ଟଙ୍କା ସୀମା ପର୍ଯ୍ୟନ୍ତ ଅବଦାନ ଦେବାକୁ ବାଛିପାରିବେ। ପୁରୁଣା କର୍ମଚାରୀମାନେ ସମ୍ପୂର୍ଣ୍ଣ ମୌଳିକ ଅବଦାନ ଦେଇ ଏକ ବୃହତ ଅବସର କର୍ପସ ଗଠନ କରିପାରିବେ। ତେବେ ଗୋଟିଏ ବର୍ଷ ଚାକିରି ପରେ ମଧ୍ୟ ଗ୍ରାଚ୍ୟୁଟି ମିଳିବ କି? ନିୟମିତ କର୍ମଚାରୀଙ୍କ ପାଇଁ ନିୟମ ସମାନ ରହିଛି, କିନ୍ତୁ ସ୍ଥିର ଅବଧି ଚୁକ୍ତି ଥିବା କର୍ମଚାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ରହିଛି। ଏବେ ସେମାନେ ଗୋଟିଏ ବର୍ଷର ଚୁକ୍ତି ସମାପ୍ତ କରିବା ପରେ ମଧ୍ୟ ଗ୍ରାଚ୍ୟୁଟି ପାଇବାକୁ ହକଦାର ହେବେ। ତେବେ ଜୋମାଟୋ ଏବଂ ସ୍ୱିଗି ଭଳି ଗିଗ୍ କର୍ମୀ ଏବଂ ରାତି ସିଫ୍ଟରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏଥିରେ କ'ଣ ନିୟମ ରହିଛି? ପ୍ରଥମ ଥର ପାଇଁ ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀମାନଙ୍କୁ ଆଇନଗତ ପରିସରଭୁକ୍ତ କରାଯାଇଛି। ସେମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ପାଣ୍ଠି ପ୍ରତିଷ୍ଠା କରାଯିବ, ଯାହା ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରିବ। ମହିଳାମାନେ ଏବେ ଇଚ୍ଛାନୁସାରେ ରାତି ସିଫ୍ଟରେ କାମ କରିପାରିବେ, ତଥାପି କମ୍ପାନୀଗୁଡ଼ିକୁ ସେମାନଙ୍କର ସୁରକ୍ଷା, ପରିବହନ ଏବଂ ଆଲୋକ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପଡ଼ିବ। ତେବେ ସ୍ୱାସ୍ଥ୍ୟ ବୀମା ଯଥା ଇଏସ୍ଆଇସି ପାଇଁ କ'ଣ ପରିବର୍ତ୍ତନ ହେବାକୁ ଯାଉଛି? ଇଏସ୍ଆଇସି ଦରମା ସୀମା 21,000 ଟଙ୍କାରୁ 30,000 ଟଙ୍କାକୁ ବୃଦ୍ଧି କରାଯାଇପାରେ, ଯାହାଦ୍ୱାରା ଏକ ବୃହତ ଜନସଂଖ୍ୟା ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ନୂଆ ଲେବର କୋଡ୍ କର୍ମଚାରୀମାନଙ୍କୁ, ବିଶେଷ କରି ଗିଗ୍ କର୍ମଚାରୀମାନଙ୍କୁ ସ୍ୱୀକୃତି ଏବଂ ଏକ ଦୃଢ଼ ଅବସର ପାଣ୍ଠି ପ୍ରଦାନ କରି ଲାଭଦାୟକ କରିବ। ତଥାପି କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ ଏବଂ କର୍ମଚାରୀମାନଙ୍କର ମାସିକ ଇନହ୍ୟାଣ୍ଡ ସାଲାରୀ ସାମାନ୍ୟ ହ୍ରାସ ପାଇବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।